ଗୋଟିଏ ପୋଖରୀରେ ଅନେକ ମାଛ, ବେଙ୍ଗ ଓ କଇଁଛ ରହୁଥିଲେ। ସେହି ପୋଖରୀରେ ରହୁଥିଲା ଗୋଟେ କଇଁଛ। କଇଁଛର ଦୁଇଟି ବଗ ସହ ବନ୍ଧୁତା ଗଢ଼ି ଉଠିଲା। ସେମାନେ କଇଁଛକୁ ନିତିଦିନ ଦେଖିବାକୁ ଆସୁଥିଲେ। କଇଁଛଟି ଭାରି ଗପୁଡ଼ି ଥିଲା। ବହୁଦିନ ବର୍ଷା ନ ହେବାରୁ ପୋଖରୀରେ ପାଣି ଶୁଖିଗଲା। ଲୋକମାନେ ସେ ପୋଖରୀରୁ ମାଛ ଓ କଙ୍କଡ଼ା ଧରିବାକୁ ଆସିଲେ। ଏ କଥା ଦେଖି କଇଁଛ ଡରିଗଲା। କିନ୍ତୁ ବଗ ଦୁଇଜଣ ତାକୁ ସାହସ ଦେଇ କହିଲେ, ସାଙ୍ଗ, ଆଦୌ ଡର ନାହିଁ। ଆମେ ତୁମକୁ ପାଖରେ ଥିବା ବଡ଼ ପୋଖରୀକୁ ନେଇଯିବୁ। ବଗ ଦୁଇଟି ଗୋଟିଏ ବାଡ଼ି ଆଣିଲେ। ସେଇ ବାଡ଼ିର ମଝିକୁ କଇଁଛକୁ କାମୁଡ଼ି ଧରି ରହିବାକୁ କହିଲେ ଓ ନିଜେ ବାଡ଼ିର ଦୁଇପଟ କାମୁଡ଼ି ଧରି ଉଡ଼ିଗଲେ। କଇଁଛ ଆକାଶରେ ଉଡ଼ୁଥିବାର ଦେଖି ପିଲାମାନେ ହସିଲେ। ଗପୁଡ଼ି କଇଁଛ ସେମାନଙ୍କୁ ହସିବାର ଦେଖି ରାଗିଗଲା ଆଉ କହିଲା, ବଗୁଲିଆ ଟୋକା, ମୋତେ ଦେଖି ହସୁଛ? ଏତିକି କହିଛି କି ନାହିଁ, କଇଁଛ ଦୁମ୍ କରି ତଳେ ଖସି ପଡ଼ିଲା। ପିଲାମାନେ ତାକୁ ନେଇ ମାରି ରାନ୍ଧି ଖାଇଦେଲେ।